ପୂର୍ବରୁ ମାଙ୍କଡ଼ ମାନେ ଉପରେ ଉଡ଼ି ପାରୁଥିଲେ। ଏହା ସମ୍ଭବ କି? ଏହି ପ୍ରଶ୍ନଟି ଜଣେ ଭାଇ ମୋତେ ପଚାରିଛନ୍ତି। ସେ ଜାଣିବାକୁ ଚାହୁଁଛନ୍ତି ସେତେବେଳେ ଯୁଗର ମାଙ୍କଡ଼ ମାନେ ପ୍ରକୃତରେ ଆକାଶ ମାର୍ଗରେ ଉଡ଼ୁଥିଲେ କି ଉଡ଼ୁନଥିଲେ। ଏହାର ଉତ୍ତର ସମାଧାନ ପାଇଁ ସେ ଚାହିଁଛନ୍ତି। ତେବେ ଆମର ପୌରାଣିକ ଦୃଷ୍ଟିକୋଣରୁ ଜନକ ଋଷିଙ୍କର ଝିଅ ଜାନକୀଙ୍କୁ ଖୋଜିବା ପାଇଁ ହନୁମାନ ମହାରାଜ ଜୀ ପ୍ରଭୁ ଶ୍ରୀରାମଙ୍କ ଆଦେଶରେ 7 ସମୁଦ୍ର ପାର ହୋଇ ଲଙ୍କାରେ ପହଞ୍ଚିଥିଲେ। ସୀତାଙ୍କର ଖବର ଆଣି ରାମଙ୍କ ପାଖରେ ପହଞ୍ଚେଇଥିଲେ। ତେବେ ଜଳ ସ୍ଥଳ ଆକାଶ ଏ 3ଟା ପଥ ଆମର ଅଛି। ହନୁମାନ କେଉଁ ପଥରେ ଯାଇଥିଲେ? ଆଜ୍ଞା ଆକାଶ ପଥରେ ଉଡ଼ି ଉଡ଼ିକି ସେ ଯାଇଥିଲେ। ପୁରାଣ କହନ୍ତି ବ୍ରହ୍ମାଙ୍କ ପୁଅ ଦେବର୍ଷି ନାରଦ ସେ ମନଯାନରେ ସାରା ବ୍ରହ୍ମାଣ୍ଡ ଭ୍ରମଣ କରନ୍ତି। ମନଯାନ କ'ଣ ଆଜ୍ଞା? ନା ଦେବର୍ଷି ନାରଦ ଯେଉଁ କଠଉ ପିନ୍ଧୁଥିଲେ ସେଇ କଠଉ ଯାନରେ ବିଶ୍ୱ ବ୍ରହ୍ମାଣ୍ଡଟାକୁ ସେ ପରିଭ୍ରମଣ କରୁଥିଲେ। ଏହା ଆମର ପୁରାଣରେ ସବୁ ଲେଖା ଅଛି। ଆପଣମାନେ ଜାଣିଥିବେ ଇଏ ଜଗତରେ ଯେତେ ପକ୍ଷୀ ଅଛନ୍ତି ସେ ପକ୍ଷୀମାନେ ସବୁ ବାୟୁମଣ୍ଡଳରେ ଏଣେ ତେଣେ ଭାବରେ ବିଚରଣ କରନ୍ତି। ସେ ଭ୍ରମି ପାରନ୍ତି। ସେ କିପରି ଭ୍ରମନ୍ତି? ନା ବାୟୁ ଦ୍ୱାରା ସେମାନେ ଭ୍ରମଣ କରିପାରନ୍ତି। ଅନେକ କଥା ଅନେକ ବାର୍ତ୍ତା ଆମର ପୁରାଣ ମାନଙ୍କରେ ସବୁ ବର୍ଣ୍ଣିତ କରାଯାଇଛି। ତେବେ ବାସ୍ତବିକ ଦୃଷ୍ଟିକୋଣରୁ ଆମେ ଯଦି ବିଚାର କରିବା ସେତେବେଳେ ଯୁଗରେ ହନୁମାନ ପ୍ରକୃତରେ କ'ଣ ଉଡ଼ୁଥିଲା କି? ଏ ପ୍ରଶ୍ନ ଆମ ମନ ମଧ୍ୟରେ ଅଙ୍କୁରୋଦଗମ ହେଉଛି। ବାସ୍ତବିକ ଏହା ହେଉଛି ସତ୍ୟ। କାରଣ ପୁରାଣ ଯାହା ଲେଖିଛି ତାହା କେବେ ସେ ମିଥ୍ୟା ଲେଖେ ନାହିଁ। ଆଗରୁ ମାଙ୍କଡ଼ ମାନଙ୍କୁ ଦେବତା ମାନେ ଅଭୟ ବର ପ୍ରଦାନ କରିଥିଲେ। ଦେବତା ମାନେ ତାକୁ ଉପରେ ଉଡ଼ିବା ପାଇଁ ବର ଦେଇଥିଲେ। କେତେବେଳେ ଦେଇଥିଲେ? ନା ଯେତେବେଳେ ଇନ୍ଦ୍ରଙ୍କର ବଜ୍ରାଘାତରେ ହନୁମାନ ମୂର୍ଚ୍ଛିତ ହୋଇଥିଲେ ତାପରେ ସୁସ୍ଥ ହେବା ପରେ ଦେବତା ମାନେ ହନୁମାନଙ୍କୁ ବର ପ୍ରଦାନ କରିଥିଲେ। କି ବର ଦେଇଥିଲେ ଆଜ୍ଞା? ନା ହନୁମାନଙ୍କୁ କହିଥିଲେ ରେ ହନୁମାନ ତମେ ବାୟୁମଣ୍ଡଳରେ ଐଶ୍ୱରିକ ଶକ୍ତି ବଳରେ ତମେ ଗତାଗତ କରିପାରିବ। ଯେତେବେଳେ ପରଂବ୍ରହ୍ମ ରାମ ସେତୁବନ୍ଧ ବନ୍ଧନ କରିବେ ରାବଣର ସୈନ୍ୟଙ୍କୁ ମାରିବାକୁ ଯିବେ ସେତିକି ବେଳେ ତମେ ତାଙ୍କୁ ସହାୟ ହେବ। ଏହି ବର ଦେବତା ମାନେ ମାଙ୍କଡ଼ ମାନଙ୍କୁ ଦେଇଥିଲେ। ତେଣୁ ଦେବତା ମାନଙ୍କର ବରପ୍ରାପ୍ତ ଆଉ ଐଶ୍ୱରିକ ଶକ୍ତି ବଳରେ ସେତେବେଳେ ଯୁଗର ବାନର ମାନେ ସବୁ ଉଡ଼ି ପାରୁଥିଲେ। କାରଣ ତାଙ୍କ ପାଖରେ ଅଲୌକିକ ଶକ୍ତି ଥିଲା। ସେ ଉଡ଼ିବା ସମୟରେ ନିଜ ଶରୀରରେ ପବନକୁ ଧାରଣ କରି ବାୟୁମଣ୍ଡଳରେ ସେ ଗତାଗତ କରନ୍ତି ଏବଂ ତାରି ସାହାଯ୍ୟରେ ସେ ରାକ୍ଷସ ମାନଙ୍କୁ ବଦ୍ଧ କରନ୍ତି। ଇଏ ବର ହନୁମାନ ପାଇଥିଲେ। ଯେହେତୁ ସେ ହେଉଛି ପବନର ସୂତ, ପବନ ଦ୍ୱାରା ହନୁମାନ ଚଳପ୍ରଚଳନ କରନ୍ତି। ମୁଁ ଗୋଟିଏ ପ୍ରଶ୍ନ ଆପଣଙ୍କୁ ପଚାରୁଛି। ଆମେ ସମସ୍ତେ ପବନ ଦ୍ୱାରା ବଞ୍ଚିଛନ୍ତି। ସେ ପବନର ସୃଷ୍ଟିକର୍ତ୍ତା କିଏ? ତେଣୁ ସେ ପବନର ସୃଷ୍ଟିକର୍ତ୍ତା ହେଉଛନ୍ତି ସ୍ୱୟଂ ଜଗତକର୍ତ୍ତା ଭଗବାନ ବିଷ୍ଣୁ। ଯାହାଙ୍କ ଦ୍ୱାରା ଏ ସଚରାଚର ବ୍ରହ୍ମାଣ୍ଡଟା ସୃଷ୍ଟି ହେଇଛି ତାକୁ ଆମେ ବିଶ୍ୱାସ କରୁନାହାନ୍ତି। ଆମେ ଅନ୍ଧବିଶ୍ୱାସ ବୋଲି ଭାବୁଛନ୍ତି, କୁସଂସ୍କାର ବୋଲି ଭାବୁଛନ୍ତି, ପୁରାଣକୁ ମିଛ ବୋଲି ଆମେ କହୁଛନ୍ତି। ସେତେବେଳେ ତ୍ରେତୟା ଯୁଗରେ ରାବଣ ପୁଷ୍ପକ ବିମାନରେ ସ୍ୱର୍ଗ ମର୍ତ୍ତ୍ୟ ପାତାଳ 3 ପୁର ସେ ଭେଦ କରୁଥିଲା। ଆମେ ଏସବୁ ପୁରାଣରେ ବର୍ଣ୍ଣିତ ଅଛି। ଆମେ ସମସ୍ତେ ପଢୁଛନ୍ତି ବା ଜାଣିଛନ୍ତି। ବର୍ତ୍ତମାନ ଯୁଗର ବୈଜ୍ଞାନିକ ମାନେ ତାଙ୍କର ବୁଦ୍ଧି କୌଶଳ ଆଉ ଯନ୍ତ୍ରପାତି ବଳରେ ସେ ମଧ୍ୟ ଆକାଶରେ ଉଡୁଛି। ଆଜିକାର ମଣିଷ ଆକାଶ ମାର୍ଗରେ ଉଡୁଛନ୍ତି। ଆମେ ଯୋଉଟାକୁ ଦେଖୁଛନ୍ତି ସେଇଟାକୁ ଆଜ୍ଞା ବିଶ୍ୱାସ କରୁଛନ୍ତି। ଯୋଉଟାକୁ ଆମେ ପୂର୍ବରୁ ଦେଖି ନାହାନ୍ତି ତାକୁ ଆମେ ବିଶ୍ୱାସ କରୁନାହାନ୍ତି। ଆମେ ଅନ୍ଧବିଶ୍ୱାସ ବୋଲି କହୁଛନ୍ତି। ତେଣୁ ବୈଜ୍ଞାନିକ ବଳରେ ଯଦି ମଣିଷ ଉପରେ ଉଡ଼ି ପାରୁଥିଲା ତେବେ ଅଲୌକିକ ଶକ୍ତି ବଳରେ ହନୁମାନ କାହିଁକି ଉପରେ ଉଡ଼ି ନପାରିବ? ଦୈବ ଶକ୍ତି ବଳରେ କାହିଁକି ସେ ଗତାଗତ କରି ନପାରିବ? ଇଏ ପ୍ରଶ୍ନ ଆସୁଛି। ତେଣୁ ଇଏ ସବୁ ବାୟୁର ଖେଳ। ଗଗନ ମଣ୍ଡଳରେ ଇଏ ଯେଉଁ ବାୟୁ ସବୁଆଡ଼େ ପରିବ୍ୟାପ୍ତ ଅଛି ଏଇ ବାୟୁ ଦ୍ୱାରା ପକ୍ଷୀ ମାଙ୍କଡ଼ ମଣିଷ ସମସ୍ତେ ଆଜ୍ଞା ଗତାଗତ କରିପାରୁଛନ୍ତି। ବାୟୁ ନହେଲେ
आम बंचिबा होछि असंभव। तेणु यार प्रकृतर उत्तर सठिक उत्तर होछि सेतेबेले जुगर मांकड़ माने तांकर निजर दैवी शक्ति बलरे देवतांकर बरप्राप्त जुगु अलौकिक शक्ति बलरे निज शरीर रे पवन को धारण करी सात समुद्र पार होते हनुमान। बड़ बड़ वृक्ष को मध्य उपाड़ी से आणिकी समुद्र गर्भरे फिंगी यह हूँ निराट सत्य। आगे हूँ आपणकर पुराण सृष्टि पछरे हूँ वैज्ञानिक। वैज्ञानिक को मुझे अमान्य करूनी, वैज्ञानिक द्वारा बहुत आडभांस करुच्ची हेले पुराण तुलन वैज्ञानिक हूँ तले सेतबेले जुगर जो डॉक्टर माने थिले वर्तमान जुगर डॉक्टर सेतबेले डॉक्टर मनुष्यर मुंड को काटिकी जोड़ी दउथिले। से डॉक्टर किए? से डॉक्टर होउछंती शिव। निजर पुअर मुंड को काटिदेला पुणी जोड़ी देला। वर्तमान जुग डॉक्टर कौन मुंड को काटिकी जोड़ी पारे? से होउछि प्राकृतिक शक्ति। मनुष्यटा होउछि मनुष्य तैयारी होउछि कृत्रिम शक्ति। तेणु प्राकृतिक शक्ति सबुठार होउछि बड़। आपण माने वेद पुराण गीता भागवत शास्त्र उपनिषद संहिता रामायण भागवत को केबे आपण माने निंदा करंतु नाही। कारण ये संसार भितर गुटे अलौकिक शक्ति अच्छी जहा द्वारा चंद्र सूर्य आतोआत होउछंती, जहा द्वारा आमे बंचिकी रहउछंती। तेणु ये शक्ति गुटी अच्छी। विज्ञान तो काली सृष्टि हैला किंतु को कालरू बा को जुगरू ये पुराण सृष्टि हेछि मुनि ऋषि माने लेखिचंती ताको आमे केही कहि परिबा नाही। आखिर तो केही देखि नांती कहिबा किमिति? आमे जहाँ वर्तमान आमको दृश्यमान होउछि सेही कथा उपरे आमे कहउचंती। जोटा अदृश्य भाव में रही जाइछि ताको आमे ग्रहण करू नांती। कुसंस्कार बा अंधविश्वास बोली आमे कहउचंती। तेबे दर्शक बंधु आज आपण माने संपूर्ण भाव में जानंतु जे वीर हनुमान देवतांक ठारू बर पाइथिले एवं ऐश्वरिक शक्ति बलरे बा अलौकिक शक्ति बलरे निज शरीर रे पवन को से धारण करी गगन मार्ग रे से विचरण करुथिले। वायुमंडल से गतागत करि पारुथिले। हो आज्ञा आपण माने जो प्रश्न पचारुछंती ये प्रश्नर उत्तर सब पुराण भितर अछि। आमे पुराण भितर को आमे जाऊ नाहंती, खाली ऊपर पहरुचंती। किंतु पुराण भितर को जाई तार तत्व को बुझिले समस्त प्रश्नर उत्तर समाधान हो जिवो। एई भली पुराण दृष्टिरु अनेक प्रश्न रहिछि ताकू धीरे धीरे आमे समालोचना करिबा। हो आज्ञा आज पई रहिली। आशा करूछि परवर्ती अध्याय रे आपणक सहित साक्षात हेबो। रहिली। जय जगन्नाथ।